ରାମବାଦ ମନ୍ଦିର ପ୍ରତିଷ୍ଠାରେ ମୁଁ ଆଚାର୍ଯ୍ୟ ଭାବରେ ବରଣ ହୋଇଥିଲି। ଆମର ବିଗ୍ରହ ବସିଛନ୍ତି ଶ୍ରୀରାମ ଆଉ ସୀତା ମାତା, ଲକ୍ଷ୍ମଣ ଠାକୁର ଆଉ ଗଣେଶ ବିଗ୍ରହ ଆଉ ପାର୍ଶ୍ୱରେ ରହିଲେ ବିଗ୍ରହ, ତାଙ୍କ ପାଖରେ ରାମ ଲକ୍ଷ୍ମଣ ସୀତା ହନୁମାନ ତାରି ମୂର୍ତ୍ତି ବସିଲେ। ଆଉ 21 ଜୁନ 2026ଠୁ 4 ଦିନ ପର୍ଯ୍ୟନ୍ତ ଆମର ଚାଲିଲା 16,000 ପୂଜା। ପ୍ରଥମ ଦିନ ହେଲା ଜଳଯାତ୍ରା, ଅଙ୍କୁରାରୋପଣ ଦୀକ୍ଷା ଗ୍ରହଣ। 22 ତାରିଖରେ ଆମର ହେଲା ଷୋଡ଼ଶ ସୂର୍ଯ୍ୟ ପୂଜା, ଷୋଡ଼ଶୋପଚାର ପୂଜା ଆଉ ଯଜ୍ଞନାରାୟଣଙ୍କର ପୂଜା। ସବୁ ବିଧାନ ଅନୁସାରେ ଆମର ହେଲା। ତୃତୀୟ ଦିନ ଆମର ଦେବତାଙ୍କର ପ୍ରାଣ ପ୍ରତିଷ୍ଠା ହେଲା। ଚତୁର୍ଥ ଦିନ ଆମର ଗୃହ ପ୍ରବେଶ କରାଗଲା ଶ୍ରୀରାମଚନ୍ଦ୍ର। କ'ଣ ଏ ବିଷୟରେ କହିବା? ଜୟ ଜଗନ୍ନାଥ। ସେ ରଘୁନାଥ ହିଁ ସବୁକିଛି। କର୍ତ୍ତା କିନ୍ତୁ ମୁଁ ବସିନି, ମୋତେ ଗାଁ ତରଫରୁ କର୍ତ୍ତା ହିଁ ବସେଇଛନ୍ତି। କିନ୍ତୁ ଗୋଟିଏ କଥା, ଏ ମନ୍ଦିର ହେବା ପଛରେ ଆର ବହୁତ କିମ୍ବଦନ୍ତୀ ଅଛି। ସେ କିମ୍ବଦନ୍ତୀ ଯଦି ଆମେ ଗୋଟିଏ ଆଲୋଚନା କରିବା ତାହେଲେ ବହୁତ ସମୟ ଲାଗିବ। କିନ୍ତୁ ଗୋଟିଏ କଥା ହେଉଛି ଯେ ସମସ୍ତଙ୍କର ପ୍ରଚେଷ୍ଟା, ଗାଁମାନଙ୍କର ଯେଉଁ ସ୍ନେହ ଶ୍ରଦ୍ଧା ଭାବ ଏବଂ ସାଧୁସନ୍ତଙ୍କର ଯେଉଁ ମନ୍ଦିର ପ୍ରତି ଯେଉଁ ଭାବ, ସେ ଭାବରେ ଆଜି ଆମେ ମନ୍ଦିର ଆଜି ତିଆରି ହେଇଛି ବା ମନ୍ଦିର ଆଜି ପ୍ରତିଷ୍ଠା ହେଇପାରିଛି। କିନ୍ତୁ ଗୋଟିଏ କଥା ଯେ ମନ୍ଦିର ଜିରୋ ଠାରୁ ହିରୋ ପର୍ଯ୍ୟନ୍ତ, ମାନେ ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ କିଛି କିଛି, କିଏ ସେ ଶ୍ରମ ଦାନ କରିଛି, କିଏ ତ ଧନ ଦାନ କରିଛି, କିଏ ତ ତା'ର ବହୁମୂଲ୍ୟ ମାନେ ସମୟକୁ ମଧ୍ୟ ଦାନ କରିଛି, ଯାହାଫଳରେ କି ଆଜି ମନ୍ଦିର ପୂର୍ଣ୍ଣାଙ୍ଗ ହେଇପାରିଛି। ମନ୍ଦିର ପୂର୍ଣ୍ଣାଙ୍ଗ ହେବା ପାଇଁ ହେଲେ ଭଗବାନଙ୍କର କୃପା ଆହୁରି କେମିତି, କାରଣ ଅନେକ କାମ ଆହୁରି ବାକି ଅଛି। ଇଏ ଯାହା ହେଇଛି କେବଳ ଚଳନୀୟ ହେଇଛି। ତେଣୁ ଭବିଷ୍ୟତରେ ଇଏ କିପରି ଗୋଟେ ବିରାଟ ମନ୍ଦିର ହେବ ଏବଂ ଓଡ଼ିଶାର ପୁରାତନ ମନ୍ଦିର ଭିତରେ ଇଏ ମଧ୍ୟ ନାମ ଅଛି। ରାମପାଦ ମନ୍ଦିର ନାଁ ଅଛି ଏବଂ ଯେଉଁ ଆମର ପୁରୁଣା এই ମନ୍ଦିର ମାନେ ବହୁତ ବର୍ଷର ମନ୍ଦିର, ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଲେ ଆମର ଯେଉଁ ପରିଶ୍ରମ ସାର୍ଥକ ହେବ। ଏବଂ ଆଗରୁ ମଧ୍ୟ ଆମେ ଜାଣିଛୁ ଯେ ଏଇଠି ବିଭିନ୍ନ ପ୍ରକାର କିମ୍ବଦନ୍ତୀ ପୁରୁଷମାନେ ଆସିଥିଲେ, ମହାନ ଯଜ୍ଞ ମଧ୍ୟ ହେଇଛି। ଆଉ ରାମଙ୍କର ଯେଉଁ ଶିଳା, ତାହା ବଡ଼ ଆଶ୍ଚର୍ଯ୍ୟଜନକ ଜିନିଷ। ପାଦର ଚିହ୍ନ ଅଛି, ସୀତା ମାଙ୍କର ପାଦର ଚିହ୍ନ ଅଛି, ତତ୍ସଙ୍ଗେ ସଙ୍ଗେ ଲକ୍ଷ୍ମଣଙ୍କ ଚିହ୍ନ ଅଛି, ସର ଘଷିବା ଚିହ୍ନ ଅଛି, ହସ୍ତଶସ୍ତ୍ରକୁ ତିଆରି କରିବାର ଚିହ୍ନ ମଧ୍ୟ ଅଛି। ପର୍ଯ୍ୟଟନ ସ୍ଥଳୀ ହେଲେ ବହୁ ଲୋକ ତା ଉପରେ ବିଭିନ୍ନ ପ୍ରକାର ଜ୍ଞାନ ଜାଣିପାରିବେ। ତେଣୁ ମୋର କହିବାର ବକ୍ତବ୍ୟ ଏତିକି ଯେ କିପରି ମାନେ ସରକାରଙ୍କର ଏପରି ମାନେ ସ୍ନେହ ଶ୍ରଦ୍ଧା ଭାବ ରହୁ ଏବଂ ଆଗାମୀ ବର୍ଷରେ ଏ କିନ୍ତୁ ଗୋଟେ ପୂର୍ଣ୍ଣାଙ୍ଗ ରୂପରେ ମନ୍ଦିର ପରିଚାଳିତ ହେବ ବୋଲି ମୋର ଏତିକି। ଏ ଯେଉଁ ମନ୍ଦିର ପ୍ରତିଷ୍ଠା ହେଲା, ଏହାର ପୁନରୁଦ୍ଧାର କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଦୀର୍ଘ 200 ବର୍ଷ ପୂର୍ବରୁ ଆର କିମ୍ବଦନ୍ତୀ ଯାହା ଅଛି, ଆମ ଜେଜେବାପାଙ୍କ ଠାରୁ ଆମେ ଯାହା ଶୁଣିଛୁ, ଏଠି ସେହି ସମୟରେ ଅନେକ ସାଧୁସନ୍ଥ ଏଠି ନିବାସ କରୁଥିଲେ। ଏଠି ହନୁମାନ କେବେ ସ୍ଥାପିତ ହୋଇଛନ୍ତି ଆମେ କେହି ତା ବିଷୟରେ ଅଜ୍ଞ। ଏ ଗାଁ ବସିବା କାଳଠାରୁ ଏ ହନୁମାନ ଏଠି ପ୍ରତିଷ୍ଠା ହେଇଛନ୍ତି। ଆଉ ରାମଙ୍କର ପାଦୁକା ଯେଉଁ ଶିଳା ଅଛି, ସେ ଶିଳା ମଧ୍ୟ କେବେ ଆସି ଏ ଗାଁବାସୀ ଆଣିକି ଏଠି ରଖିଛନ୍ତି, ସେଇଟା ମଧ୍ୟ ତା ବିଷୟରେ ମଧ୍ୟ ଆମେ ଅଜ୍ଞ। ପ୍ରାୟ 200 ବର୍ଷର ଉର୍ଦ୍ଧ୍ୱ ହେବ ଇଏ ଏମିତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା। ମୁଁ ଶୁଣିଛି, ମୋ ଜେଜେବାପା ଯାହା କହୁଥିଲେ, ତାଙ୍କ ବାପା ସର୍ବଦା ଘରେ ନ ରହି ଏଠି ସାଧୁସନ୍ତଙ୍କ ପାଖରେ ଆସି ରାତ୍ରି ଯାପନ କରୁଥିଲେ। ଆମ ଜେଜେବାପା ହେଉଛନ୍ତି ତାଙ୍କ ବାପାଙ୍କର ଏକମାତ୍ର ପୁତ୍ର। ସିଏ ତାଙ୍କର ପତ୍ନୀ ସହିତ ଆଉ ସ୍ତ୍ରୀ ସଙ୍ଗ ତାଙ୍କର ଆଉ ନଥିଲା। ପୁତ୍ର ଜନ୍ମ ହେବା ପରେ ସେ ସର୍ବଦା ଏଠି ସାଧୁସନ୍ତଙ୍କ ପାଖରେ ରହୁଥିଲେ। ଆଉ ଆମେ ଯାହା ଶୁଣିଛୁ, ସେ ସମୟରେ ବିରାଟ ଏକ ଯଜ୍ଞାନୁଷ୍ଠାନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ହଜାର ହଜାର ଲୋକ ଏଠି ଆସି ପ୍ରସାଦ ସେବନ କରିଥିଲେ, ଯାହା ଆମେ ଆମର ପୂର୍ବ ପିଢ଼ିଙ୍କ ଠାରୁ ଶୁଣିବାକୁ ପାଇଛୁ।
ତେଣୁ ତାର ପୁନରୁଦ୍ଧାର କରିବା ପାଇଁ ଏବେ ମୋତେ 58 ବର୍ଷ ବୟସ ଆମେ ପ୍ରୟାସ ଜାରି ରଖିଛୁ ପ୍ରାୟ 30-40 ବର୍ଷ ଧରି ତାର ପୁନରୁଦ୍ଧାର କରିବା ପାଇଁ। ସେ ଯାହା ହେଉ ଅନେକ ପ୍ରୟାସ ପରେ ଅନେକ ବାଧାବିଘ୍ନ ପରେ ଆଜି ଆମେ ତାର ପ୍ରତିଷ୍ଠା ଉତ୍ସବ କରିପାରିଛୁ, ଯାହା ସେ ପ୍ରଭୁଙ୍କର କୃପାରୁ ହିଁ ଆଜି ସମ୍ଭବ ହୋଇପାରିଛି।